ଆଜି ଟିଫିନ୍ ପାଇଁ କ'ଣ ବନେଇବି ବୋଲି ଭାବି ସ୍ଥିର କଲି ମୁଁ ଆଜି ଚୁଡ଼ା ସନ୍ତୁଳା ବନେଇବି। ସେଥିପାଇଁ କଡ଼େଇରେ ତେଲ ଗରମ କରି ଯେଉଁ ଜିରା ଟିକେ ପକେଇଲି, ଜିରା ପରେ ତାପରେ ଭୃଷଙ୍ଗ ପତ୍ର ପକେଇଲି, ତାପରେ ଶୁଖିଲା ଲଙ୍କା ପକେଇଲି। ତାକୁ ଟିକେ ସମୟ ଭାଜିଲା ପରେ ସେଥିରେ ଭେଜିଟେବୁଲ୍ସ କୋବି ଆଉ ଆଳୁ କାଟିକି ଅଳ୍ପ କିଛି ରଖିଥିଲି ତାକୁ ପକେଇଲି। ତାପରେ ସେଇଟା ଟିକେ ନଉଟେଇ ଦେଇକି ସେଥିରେ ଲୁଣ ହଳଦୀ ପକେଇକି ତାକୁ ଘୋଡ଼େଇ କିଛି ସମୟ ରଖିଲି। ଚୁଡ଼ାକୁ ଭଲ ଭାବରେ ପାଣିରେ ଧୋଇଦେଲି 2-3 ଥର। ଧୋଇକି ତା ପାଣିକୁ ପୁରା ନିଗାଡ଼ିକି ରଖିଦେଲି। ତାପରେ କ'ଣ କଲି ନା ଏଥିରେ ଯେଉଁ ଢାଙ୍କୁଣା ଖୋଲିକି ଆଉ ଗାଜର ବିଟ୍ କିଛି ରଖିଥିଲି ସେଆକୁ ସେଥିରେ ଆଡ଼୍ କରିଦେଲି। ତ ଏହିପରି ଭାବରେ ଟିକେ ସମୟ ଲାଗିଲା ପରେ ତାପରେ ସେଇଟା ହେଇଯାଇଥିଲା, ଟିକେ ଭାଜି ହେଇଯାଇଥିଲା। ଭାଜି ହେଲା ପରେ ତାପରେ ସେଥିରେ ଚୁଡ଼ା ପକେଇଲି। ଚୁଡ଼ା ପକେଇକି ସେଆକୁ ମିଶେଇକା ମିକ୍ସ କରିବା ଦ୍ୱାରା ସେଇଟା ପୁରା ଝୁରଝୁରିଆ ହେବାକୁ ଷ୍ଟାର୍ଟ କରିଦେଇଥିଲା। ଝୁରଝୁରିଆ ଚୁଡ଼ା ସନ୍ତୁଳା ଭଲ ଲାଗେ ଖାଇବା ପାଇଁ। ତାପରେ ସେଥିରେ ମୁଁ ଚିନି ପକେଇଲି। କିଛି ସମୟ ଲାଡ଼ିବା ପରେ ସେଥିରେ ଚିନି ଟିକେ ପକେଇ ଦେଇକି ଚିନି 4 ଚାମଚ ଚିନି ପକେଇକି ତାକୁ ଏମିତି ଲାଡ଼ିଲି। ନାଡ଼ିବା ଦ୍ୱାରା ବାରମ୍ବାର ନାଡ଼ିବା ଦ୍ୱାରା ଚୁଡ଼ା ସନ୍ତୁଳା ପୁରା ଝୁରଝୁରିଆ ହେଇଯାଇଥିଲା ଏବଂ ଭଲ ଚିନି ଯେଉଁ ପଡ଼ିଛି ଚୁଡ଼ା ସନ୍ତୁଳାରେ ଚିନି ଟିକେ ଶେଷରେ ଚିନି ପକେଇଲେ ତା ଟେଷ୍ଟଟି ବାଲାନ୍ସରେ ରହେ, ଭଲ ଲାଗେ ଖାଇବା ପାଇଁ। ତାପରେ ଏମିତି କିଛି ସମୟ ଲାଡ଼ିବା ଦ୍ୱାରା କ'ଣ ସେଇଟା ଝୁରଝୁରିଆ ହେଇଯାଉଥିଲା। ଯେତେ ଏଇଟାକୁ ବାରମ୍ବାର ଏମିତି ନଉଟେଇଲେ ସେଇଟା କ'ଣ ନା ଝୁରଝୁରିଆ ପୁରା ହେଇଯାଏ, ଖାଇବା ପାଇଁ ଭଲ ଲାଗେ। ଏଇ ଚୁଡ଼ା ସନ୍ତୁଳା ଖାଇବା ପାଇଁ ସମସ୍ତେ ଭଲ ପାଆନ୍ତି। ଆମ ଘରେ ସମସ୍ତଙ୍କୁ ପସନ୍ଦ ଆସେ, ସମସ୍ତେ ଖାଆନ୍ତି, ଖାଇବା ପାଇଁ ଭଲ ପାଆନ୍ତି, ସମସ୍ତେ ଖାଆନ୍ତି ଖୁସିରେ। ମୁଁ ସେଇଥିପାଇଁ ମୁଁ କହିଲି ନା ଆଜି କିଛି ସ୍ୱାସ୍ଥ୍ୟକର ବି ଚୁଡ଼ା ସନ୍ତୁଳା ଦେହ ପାଇଁ ଭଲ, ମୁଁ କହିଲି ଟିଫିନ୍ ପାଇଁ ବନେଇବି ଚୁଡ଼ା ସନ୍ତୁଳା। ସେଇଥିପାଇଁ ମୁଁ ସେସବୁ ସଂଗ୍ରହ କରିକି ବନେଇବା ଷ୍ଟାର୍ଟ କରିଦେଲି। ସମସ୍ତଙ୍କୁ ଭଲ ଲାଗେ ଖାଇବା ପାଇଁ। ଆଉ ଏମିତି କାହିଁକିନା ସେଥିରେ ଯେଉଁ ଭୃଷଙ୍ଗ ପତ୍ର, ଶୁଖିଲା ଲଙ୍କା, ଜିରା ଏଗୁଡ଼ିକ ବହୁତ ଭଲ ଟେଷ୍ଟ କରେଇବ ଚୁଡ଼ା ସନ୍ତୁଳାକୁ, ଭଲ ଲାଗିବ ଖାଇବା ପାଇଁ। ତାପରେ ଚିନି ବି ଟିକେ ପକେଇଛି। ତ ଏମିତି ସବୁ ପ୍ରକାରର ମିଶେଇକି ମୁଁ ଚୁଡ଼ା ସନ୍ତୁଳା କରିଦେଇଛି। ଭଲ ଲାଗୁଥିଲା ଖାଇବା ପାଇଁ। ପିଲାଙ୍କ ଟିଫିନ୍ରେ ବି ଦେଲି, ସମସ୍ତେ ବି ଖାଇଲେ। ଏଇଟା ବହୁତ ବଢ଼ିଆ ଟିଫିନ୍ଟା। ଆକୁ ଯିଏ ବି କେହି ଘର ପାଇଁ ବନେଇଲେ ବି ତାଙ୍କ ଘରେ ସମସ୍ତେ ଖାଇବା ପାଇଁ ଭଲ ପାଇବେ, ଖୁସି ହେବେ।